ଆଜି ମୁଁ ଏଇ ବହିଟି ଆରମ୍ଭ କରିବାକୁ ଯାଉଛି। ଆଉ ମୋର ଯାହା ଅଣ୍ଡରଷ୍ଟାଣ୍ଡିଂ ଥିବ ମୁଁ ରିଡ଼ିଂ କରିସାରିଲା ପରେ କିଛି ପଦରେ ଜଣାଇବା ପାଇଁ ଚେଷ୍ଟା କରିବି। ତ ବହିଟିର ନାଁ ହେଲା ଜନ୍ମ ମୃତ୍ୟୁର ପରପାରେ। ଅଥର ଏଠି ଅଛନ୍ତି କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀମଦ୍ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ। ଓକେ, ପ୍ରଥମ ଚାପ୍ଟରଟି ହେଲା ଆମ୍ଭେମାନେ ଏ ଶରୀର ନୋହୁଁ। ପ୍ରଥମ ଶ୍ଲୋକ ଗୋଟେ ଏଠି ଦିଆହେଇଛି। ଦେହି ନିତ୍ୟମ୍ ଅଧ୍ୟୟଂ ଦେହେ ସର୍ବସ୍ୟ ଭାରତ ତସ୍ମାତ୍ ସର୍ବାଣୀ ଭୂତାନି ନତ୍ୱଂ ସଚିତୁମ୍ ଅହର୍ଷି। ଏହି ଶ୍ଲୋକଟି ଭଗବଦ୍ ଗୀତା ଅଧ୍ୟାୟ 2 ଶ୍ଲୋକ ନମ୍ବର 30ରୁ ନିଆଯାଇଛି। ତ ଏଠି କୁହାହଉଛି, ତାର ସର୍ଟ ମିନିଂଟା ହେଲା, ହେ ଭରତ ବଂଶଜ, ଶରୀର ମଧ୍ୟରେ ଯେ ବାସ କରୁଛି ସେ ଶାଶ୍ୱତ ଓ ଅବୈଧ। ଏ ଦୃଷ୍ଟିରୁ କୌଣସି ପ୍ରାଣୀ ପାଇଁ ଅନୁଶୋଚନ କରିବା ଆବଶ୍ୟକତା ନାହିଁ। ତାପରେ ଟିକେ ଲମ୍ବା ଆକାରରେ ତାର ମିନିଂ ବୁଝା ହେଇଛି, ମୁଁ ସେଇଟା ରିଡ଼ିଂ କରି ଆରମ୍ଭ କରୁଛି। ତ ଅଥର ଏଠି କହୁଛନ୍ତି, ଆତ୍ମା ଶରୀର ଠାରୁ ଭିନ୍ନ ଓ ଏହି ଅନୁଭୂତି ହିଁ ଆତ୍ମାନୁଭୂତିର ପ୍ରଥମ ସୋପାନ। ମୁଁ ଏହି ଶରୀର ନୁହେଁ, ମୁଁ ଚିନ୍ମୟ ଆତ୍ମା। ଯେ ମୃତ୍ୟୁକୁ ଜୟ କରି ପରପାରରେ ଥିବା ଚିତ୍ ଜଗତରେ ପ୍ରବେଶ କରିବାକୁ ଇଚ୍ଛା କରନ୍ତି, ତାଙ୍କ ପକ୍ଷରେ ଏ ପ୍ରକାର ଅନୁଭୂତି ଅନିବାର୍ଯ୍ୟ। ମୁଁ ଶରୀର ନୁହେଁ, ଏକଥା ଖାଲି କଥାରେ କହିଲେ ଚଳିବନି, ଏହାକୁ ଅନୁଭବ କରିବାକୁ ପଡ଼ିବ। କଥାଟା ଯେତେ ସହଜ ବୋଲି ଆମେ ଭାବୁଛେ, ପ୍ରକୃତରେ ତାହା ନୁହେଁ। ଆମେ ପ୍ରକୃତରେ ଦେହ ନୋହୁଁ, ଶୁଦ୍ଧ ଚେତନାଶୀଳ। କୌଣସି କାରଣରୁ ଶରୀର ପୋଷାକ ମଧ୍ୟରେ ଆବଦ୍ଧ ହୋଇ ରହିଛୁ। ଆମେ ଯଦି ପ୍ରକୃତ ସୁଖ ଓ ମୃତ୍ୟୁକୁ ଚାହୁଁ, ତାହେଲେ ଆମକୁ ଆମର ସ୍ୱରୂପ ସ୍ଥିତି ଅର୍ଥାପୂର୍ଣ୍ଣ ଚେତନାଶୀଳ ସ୍ଥିତିରେ ରହିବାକୁ ହେବ। ଶାରୀରିକ ଚେତନା ଭିତରେ ରହି ସୁଖ ଆଶା କରିବା ପାଗଳର ପ୍ରଳାପ ସହିତ ସମାନ। ସମସ୍ତ ପ୍ରକାର ଶାରୀରିକ କାର୍ଯ୍ୟରୁ ନିଜକୁ ନିବୃତ୍ତ କରିପାରିଲେ ଏ ପ୍ରକାର ଶାରୀରିକ ବିଭ୍ରାନ୍ତିରୁ ରକ୍ଷା ମିଳେ ବୋଲି କେତେକ ଦାର୍ଶନିକ ମତ ପୋଷଣ କରନ୍ତି। ସେମାନେ କହନ୍ତି ଯେ ସାଂସାରିକ କର୍ମ ହିଁ ସମସ୍ତ ଦୁଃଖ ଓ ଦୁର୍ବିପାକର ଉତ୍ସ, ତେଣୁ ଏସବୁରୁ ନିବୃତ୍ତି ଲାଭ କରିବା ଉଚିତ। ସେମାନଙ୍କର ସିଦ୍ଧିର ପରାକାଷ୍ଠ ବୌଦ୍ଧ ଧର୍ମର ନିର୍ବାଣ ଭାବନା ସହିତ ଏକ ପ୍ରକାର ସମାନ, ଯେଉଁ ଅବସ୍ଥାରେ କି କର୍ମ କରିବାର କିଛି ନଥାଏ। ବୁଦ୍ଧଙ୍କ ମତରେ କେତେକ ଜଡ଼ ଉପାଦାନର ସଂଯୋଗ ହିଁ ଏ ଶରୀରର ସୃଷ୍ଟି। ସେଗୁଡ଼ିକର କୌଣସି ମତେ ଅଲଗା କରି ଦିଆଯାଇ ପାରିଲେ କିମ୍ବା ନଷ୍ଟ କରି ଦିଆଯାଇ ପାରିଲେ ଦୁଃଖର କାରଣ ଦୂରୀଭୂତ ହୋଇଯିବ। ଉଦାହରଣ ସ୍ୱରୂପ, ଆମେ ଗୋଟିଏ ବଡ଼ ଘରର ମାଲିକ ବୋଲି ଯଦି ଟ୍ୟାକ୍ସ କଲେକ୍ଟର ଆମ ଉପରେ କର ପାଇଁ ମନଇଚ୍ଛା ଜୁଲମ କରେ, ତାହେଲେ ସେ ସମସ୍ୟାର ସମାଧାନ ପାଇଁ ସବୁଠାରୁ ଗୋଟିଏ ଅତି ସରଳ ଉପାୟ ହେଉଛି ସେ ଘରଟିକୁ ଭାଙ୍ଗିଦେବା। ଏହି ଦୃଷ୍ଟିରୁ ଭଗବଦ୍ ଗୀତା କହେ, ଏହି ପାର୍ଥିବ ଶରୀର ମଣିଷ ପକ୍ଷରେ ସର୍ବସ୍ୱ ନୁହେଁ। ଜଡ଼ ଉପାଦାନର ସମ୍ମିଶ୍ରଣର ଊର୍ଦ୍ଧ୍ୱରେ ରହିଛି ଆତ୍ମା। ଆତ୍ମାର ଲକ୍ଷଣ ହେଉଛି ଚେତନା। ଚେତନାକୁ ଅବଜ୍ଞା କରାଯାଇ ନ ପାରେ। ଚେତନାହୀନ ଏକ ଶରୀର ମୃତ୍ୟୁ ଶରୀର। ଶରୀରରୁ ଚେତନାର ବିଲୋପ ହେଲେ ପାଟି କଥା କହିପାରିବ ନାହିଁ, ଆଖି ଦେଖିପାରିବ ନାହିଁ କିମ୍ବା କାନ ଶୁଣିପାରିବ ନାହିଁ। ଏହା ଏତେ ସରଳ ଓ ସତ୍ୟ ଯେ ଗୋଟିଏ ନିର୍ବୋଧ ଶିଶୁ ମଧ୍ୟ କଥାଟିକୁ ବୁଝିପାରିବ। ଶରୀର ସ୍ଥିତି ଓ କ୍ରିୟାଶୀଳତା ପାଇଁ ଚେତନା ଆବଶ୍ୟକତା ଅପରିହାର୍ଯ୍ୟ। ତେବେ ଏ ଚେତନା କ'ଣ? ଯେପରି ଉତ୍ତାପ କିମ୍ବା ଧୂଆଁ ଅଗ୍ନିର ଲକ୍ଷଣ, ସେହିପରି ଚେତନା ହିଁ ଆତ୍ମାର ଲକ୍ଷଣ ଅଟେ। ଆତ୍ମାର ଶକ୍ତି ଚେତନା ରୂପରେ ପ୍ରକାଶିତ ହୁଏ। ଏହି ଚେତନା ପ୍ରମାଣ କରାଇ ଦିଏ ଯେ ଆତ୍ମା ବିଦ୍ୟମାନ। ଏହା ଯେ କେବଳ ଭଗବଦ୍ ଗୀତାର ସିଦ୍ଧାନ୍ତ ତାହା ନୁହେଁ, ଏହା ପ୍ରତ୍ୟେକ ବୈଦିକ ସାହିତ୍ୟର ସିଦ୍ଧାନ୍ତ। ଶଙ୍କରପନ୍ଥୀ ନିରାକାରବାଦୀଗଣ ଏବଂ ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ ହୋଇଥିବା ଗୁରୁ ପରମ୍ପରାରେ ଆସୁଥିବା ବୈଷ୍ଣବଗଣ ଆତ୍ମାର ସତ୍ତା ସ୍ୱୀକାର କରନ୍ତି, କିନ୍ତୁ ବୌଦ୍ଧ ଧର୍ମାବଲମ୍ବୀ ଦାର୍ଶନିକମାନେ ଏହାକୁ ଅସ୍ୱୀକାର କରିଥାନ୍ତି। ବୌଦ୍ଧମାନେ ମତ ପୋଷଣ କରନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ବସ୍ତୁର ମିଶ୍ରଣରୁ ଚେତନାର ଅଭ୍ୟୁଦୟ ହୁଏ। ଆମ ପାଖରେ ସେ ସମସ୍ତ ଜଡ଼ ଉପାଦାନ ଥିଲେ ମଧ୍ୟ
ତା ମଧ୍ୟରୁ ଆମେ କୌଣସି ଉପାୟରେ ଚେତନା ସୃଷ୍ଟି କରିପାରିବା ନାହିଁ। ଏହି ଯୁକ୍ତି ବଳରେ ଉପରୋକ୍ତ ମତକୁ ଖଣ୍ଡନ କରାଯାଇପାରେ। ମୃତ୍ୟୁ ବ୍ୟକ୍ତିର ଶରୀରରେ ସମସ୍ତ ଜଡ଼ ଉପାଦାନ ଭରି ରହିଛି। ମୃତ ବ୍ୟକ୍ତିର ଶରୀରରେ ସମସ୍ତ ଜଡ଼ ଉପାଦାନ ଭରି ରହିଛି। ଆମେ ଯେତେ ଯାହା କଲେ ମଧ୍ୟ ସେହି ମୃତ ବ୍ୟକ୍ତି ମଧ୍ୟରେ ଚେତନାର ସଞ୍ଚାର କରିପାରିବା ନାହିଁ। ଶରୀର ଏକ ଯନ୍ତ୍ର ପରି ନୁହେଁ। ଯନ୍ତ୍ରର କୌଣସି ଏକ ଅଂଶ ଭାଙ୍ଗିଗଲେ ତାହା ବଦଳାଇ ଦିଆଯାଇପାରିବ ଏବଂ ଯନ୍ତ୍ର ପୁଣି କାର୍ଯ୍ୟକ୍ଷମ ହେବ। କିନ୍ତୁ ଯେତେବେଳେ ଶରୀର ନଷ୍ଟ ହୋଇଯାଏ, ତାହା ମଧ୍ୟରୁ ଚେତନା ଶକ୍ତି ଲୋପ ପାଏ। ସେତେବେଳେ ତାର କୌଣସି ଅଂଶକୁ ମରାମତି କିମ୍ବା ପରିବର୍ତ୍ତନ କରି ପୁନର୍ବାର ଚେତନା ଶକ୍ତି ସଞ୍ଚାର କରିବା ସମ୍ଭବପର ନୁହେଁ। ଆତ୍ମା ଶରୀରଠାରୁ ଭିନ୍ନ। ଆତ୍ମା ଥିବା ଯାଏ ଶରୀର ଜୀବିତ ଥାଏ। ଆତ୍ମାର ଅନୁପସ୍ଥିତିରେ ଶରୀର ଜୀବନମୟ ହୋଇପାରେ ନାହିଁ। ଆମେ ଆମର ସ୍ଥୂଳ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆତ୍ମାକୁ ଦେଖିପାରୁନାହୁଁ ବୋଲି ଆତ୍ମସତ୍ତାକୁ ଅସ୍ୱୀକାର କରୁ। ଏ ସଂସାରରେ ଏପରି ଅନେକ ଜିନିଷ ଅଛି ଯାହାକୁ ଆମେ ଦେଖିପାରୁନାହୁଁ, କିନ୍ତୁ ସେମାନଙ୍କର ଅସ୍ତିତ୍ୱ ବିଷୟରେ ଆମର ସନ୍ଦେହ ନାହିଁ। ଉଦାହରଣ ସ୍ୱରୂପ, ବାୟୁ, ରେଡ଼ିଓ ତରଙ୍ଗ ଓ ସୂକ୍ଷ୍ମ ଅତି ସୂକ୍ଷ୍ମ ଜୀବାଣୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। ଏହା ବୋଲି କ'ଣ ସେମାନଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରାଯିବ? ନୁହେଁ। ଆମେ ଆମର ଦୋଷଯୁକ୍ତ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅସ୍ୱୀକାର କରୁଥିବା ଏପରି ଅନେକ ଜିନିଷ ଅଦୃଶ୍ୟ ଅବସ୍ଥାରେ ଅଛି, ଯାହାକୁ ଅଣୁବୀକ୍ଷଣ ଯନ୍ତ୍ର ଓ ଅନ୍ୟାନ୍ୟ ଯାନ୍ତ୍ରିକ ପ୍ରକ୍ରିୟାରେ ଦେଖାଯାଇପାରିବ। ଆତ୍ମା ସୂକ୍ଷ୍ମାତି ସୂକ୍ଷ୍ମ ଯନ୍ତ୍ର କିମ୍ବା ଇନ୍ଦ୍ରିୟ ଦ୍ୱାରା ଏହାକୁ ଦେଖାଯାଇପାରିବ ନାହିଁ। ଏହା ଅଦୃଶ୍ୟ ହେଲେ ମଧ୍ୟ ଆତ୍ମା ନାହିଁ ବୋଲି କହିବା ଠିକ୍ ହେବ ନାହିଁ। ଏହାର ଲକ୍ଷଣ ଓ ପ୍ରଭାବ ଦ୍ୱାରା ଏହାକୁ ଅନୁଭବ କରିହେବ। ତ ଇଏ ପ୍ରଥମ ଏଇ ଶ୍ଲୋକଟିର ମିନିଂଟି ମୁଁ ବୁଝିଲି। ତ ଏଥିରୁ ମୋଟାମୋଟି ଆମେ ଲେଖକ କ'ଣ କହିବା ପାଇଁ ଚାହୁଁଛନ୍ତି? ପ୍ରଥମେ ସେ କହୁଛନ୍ତି ଯେ ଆମକୁ ଦୁଃଖରୁ ବଞ୍ଚିବା ପାଇଁ ହେଲେ ସେଇ ପଦଟି କହୁଛନ୍ତି, ଫାଷ୍ଟ ସତ୍ୟକୁ ଜାଣିବାକୁ ପଡ଼ିବ ଯେ ଆମେ ଶରୀର ନୁହେଁ, ଆମେ ଚିନ୍ମୟ ଆତ୍ମା। ତ ସେ ଏଇଠି ଆଉ ଗୋଟେ ପଏଣ୍ଟ ସେ କହୁଛନ୍ତି ଯେ ଏଇ କଥା ତ ପ୍ରାୟ ଆମେ ସମସ୍ତେ କହୁଛେ ଯେ ଇଏ ଆମେ ଶରୀର ନୁହେଁ ଆତ୍ମା, କିନ୍ତୁ ଜିନିଷଟାକୁ ଫିଲ୍ କରିବା ଉଚିତ ଯେ ରିଏଲଟା ଆତ୍ମାଟା କ'ଣ। କିନ୍ତୁ ତା ପୂର୍ବରୁ ଆତ୍ମାଟା କ'ଣ ତା ବିଷୟରେ ବୁଝେଇବା ପୂର୍ବରୁ ସେ ଗୋଟେ ଏକ୍ଜାମ୍ପଲ ଦଉଛନ୍ତି, ଯୋଉଥିରେ କି ଅନ୍ୟ ଫିଲୋସଫି ମାନେ କହୁଛନ୍ତି ଆତ୍ମାକୁ ଆମେ ସହଜରେ ବିଶ୍ୱାସ କରୁନା, କାରଣ ଯାହା ବି ଅଛି ଏ ଶରୀର ବହୁତ କିଛି ଅଂଶକୁ ନେଇକିନା ବହୁତ କିଛି ମାନେ ରକ୍ତ ମାଂସ ହାଡ଼ ଯାହା ବି ହଉ ସେଗୁଡ଼ାକୁ ନେଇକି ଶରୀରଟି ବନିଛି। ଆଉ ଏହାର କମ୍ବିନେସନ ହିଁ ଆମର ଶରୀର, ଆଉ ଏଇଥିରୁ ହିଁ ଚେତନା ଆସେ। ତ ସେଇଥିରେ ଏଇଟାର ଷ୍ଟ୍ରଙ୍ଗ ଇଏ ରହୁଛି ଆପଣଙ୍କର ବୁଦ୍ଧ ଧର୍ମରେ। ସେ ବୁଦ୍ଧ ଧର୍ମ ବାଲା କହୁଛନ୍ତି ଯେ ଏଇ ଜଡ଼ ଶରୀର ହିଁ ଦୁଃଖର କାରଣ। ତ ଏଇ ଜଡ଼ ଶରୀରକୁ ଯଦି ଆମେ ନଷ୍ଟ କରିଦଉଛେ, ତା ପ୍ରତି ଥିବା ଲାଳସାକୁ ଯଦି ନଷ୍ଟ କରିଦଉଛେ, ତାହେଲେ ସବୁ କିଛି ନଷ୍ଟ ହେଇଯାଇପାରିବ। ତ ଏଇଠି ଲେଖକ ଗୋଟେ ଉଦାହରଣ ମାଧ୍ୟମରେ ଆମକୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି, ଯଦି ସେଇଟା ସତ ହୋଇଥାନ୍ତା ତ ସେ ଗୋଟେ ଘରର ଏକ୍ଜାମ୍ପଲ ନେଉଛନ୍ତି। ଗୋଟେ ଘର ଅଛି, ଆଉ ସେ ଘର ଉପରେ ଯଦି କିଛି ପ୍ରୋବ୍ଲେମ ଆସିଲା, ଧର କୋଉ ଟ୍ୟାକ୍ସ ବାଲା ଆସିକିନା ଆମକୁ ମନ ଇଚ୍ଛା ଜୁଲମ କଲା, ତ ଏଠି ଟ୍ୟାକ୍ସ କଲେକ୍ଟର ଅର୍ଥ ମାନେ କିଛି ବି ପ୍ରୋବ୍ଲେମ ହେଇଥାଇପାରେ ଗୋଟେ ଘର ଉପରେ ଧର ଯଦି ଆସିଲା, ତ ସେ ଘରର ପ୍ରୋବ୍ଲେମକୁ ଆମେ ହଟେଇବା ପାଇଁ ଘରକୁ ଭାଙ୍ଗି ଦେବାଟା ସଲ୍ୟୁସନ ନୁହଁ। ତ ଏଇପରିକା ସେ ଏକ୍ଜାମ୍ପଲ ଦଉଛନ୍ତି ଆମର ଶରୀରର ଦୁଃଖ କଷ୍ଟକୁ ନେଇକି। ତ ତାପରେ ସେ ଭଗବତ ଗୀତାର ଉଦାହରଣ ଦଉଛନ୍ତି ଯେ ଆକ୍ଚୁଆଲି ଶରୀର ଛଡ଼ା ବି ଆଉ ଗୋଟେ ଜିନିଷ ଅଛି ଯାହାକୁ କୁହାଯାଏ ଆତ୍ମା। ତ ଆତ୍ମାର ଲକ୍ଷଣ କ'ଣ? ନା ଆତ୍ମାର ଲକ୍ଷଣ ହଉଛି ଚେତନା। ସେଇଆ ସେ ବୁଝାଉଛନ୍ତି। ତ ଯଦି ସେ ଚେତନା ନ ରହିବ ଭଗବତ ଗୀତା ଅନୁଯାୟୀ, ତାହେଲେ ଆଖି କିଛି ଦେଖିପାରିବନି, କାନ କିଛି ଶୁଣିପାରିବନି, ପାଟି କିଛି କହିପାରିବନି। ଏଇ ଚେତନା ହିଁ ଆମକୁ ଏଇ ସବୁ କିଛି କରଉଛି। ଆଉ ଗୋଟେ ଏଇଠି ସୁନ୍ଦର ଜିନିଷ ସେ କହୁଛନ୍ତି ଆତ୍ମାକୁ ନେଇକି, ଯେ ଆତ୍ମାଟା ନିହାତି ସତ୍ୟ।
କାରଣ ଯଦି କେବଳ ଏଇ ଶରୀର ହିଁ ଯଦି ସବୁ କିଛି ଚେତନା ଦେଖିବା ଏସବୁ ଯଦି କରିପାରୁଛି, ତାହେଲେ ଗୋଟେ ମୃତ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ତ ଠିକ୍ ଥାଏ, ତାହେଲେ ସେ କାହିଁକି ମୃତ ଅବସ୍ଥାରେ ପଡ଼ି ରହୁଛି? ତାକୁ ଜୀବନ୍ତ ରଖିବା ପାଇଁ ଏଇ ଆତ୍ମା ହିଁ ଦାୟୀ। ସେ ଆତ୍ମାର ଲକ୍ଷଣ ଚେତନା ହିଁ ଦାୟୀ। ତ ଏଠି ଆଉ ଗୋଟେ ସୁନ୍ଦର ଜିନିଷ ଆମକୁ ବୁଝାଉଛନ୍ତି ଭାଗବତ ଗୀତା ମାଧ୍ୟମରେ ଲେଖକ। ତାହେଲେ ଏଇ ଚେତନାଟା କ'ଣ? ଯେ ଚେତନାଟା ହେଲା ଗୋଟେ ଲକ୍ଷଣ। ଯେମିତି ନିଆଁର ଲକ୍ଷ୍ୟରେ ଯଦି କିଛି ଲକ୍ଷଣ ଆସୁଛି ନିଆଁର, ସେଥିରେ ଧୂଆଁ ଆଉ ତାର ହିଟ୍ ରେଡିଏସନ ତାର ଲକ୍ଷଣ, ସେଇଭଳିଆ ଆତ୍ମାର ଲକ୍ଷଣଟାକୁ ଚେତନା ବୋଲି କହୁଛନ୍ତି। ଏକ୍ଜାମ୍ପଲ ଗୁଡ଼ା ଭଲ ଭଲ ଦଉଛନ୍ତି ଅବଶ୍ୟ। ଦେନ୍ ଆଉ ଏଠି ଗୋଟେ କ'ଣ ପଏଣ୍ଟ କହିଲେ, ତ ହଁ ଆଉ ଗୋଟେ ଜିନିଷ ସେ ବୁଝାଉଛନ୍ତି। କିନ୍ତୁ ବହୁତ ବାର ଏଇଆ ହୁଏ ଯେ ଆମେ ଆତ୍ମାକୁ କେବେ ଦେଖିନୁ, ମୁଁ ବି ଦେଖିନି, ତ ସେଇଥିପାଇଁ ଆମ ମନରେ ସନ୍ଦେହ ଆସେ ଯେ ଆତ୍ମା ଇଜ୍ ରିଏଲି ଏକ୍ଜିଷ୍ଟ ଅର୍ ନଟ୍। ତ ସେଇଥିପାଇଁ ସେ ଆଉ ଗୋଟେ ଏକ୍ଜାମ୍ପଲ ଦ୍ୱାରା ବୁଝାଉଛନ୍ତି ଯେ ଦୁନିଆରେ ବହୁତ କିଛି ଅଛି ଯୋଉଗୁଡାକୁ ଆମେ ଦେଖିପାରୁନେ। ଯେମିତିକି ବାୟୁକୁ ଆମେ ଦେଖିପାରୁନେ, ରେଡ଼ିଓ ତରଙ୍ଗକୁ ଦେଖିପାରୁନେ, ଛୋଟ ଜୀବାଣୁ ମାନଙ୍କୁ ଆମେ ଦେଖିପାରୁନୁ, ତା ବୋଲି ଆମେ କହିପାରିବାନି ଯେ ସେଗୁଡ଼ା ଏକ୍ଜିଷ୍ଟ କରୁନାହାନ୍ତି, ସେମାନେ ନାହାନ୍ତି। ତ ଆତ୍ମା ବି ଠିକ୍ ସେଇ ଟାଇପ୍ର। ତ ଆତ୍ମାକୁ ଆମେ ଦେଖିପାରିବାନି, ଆତ୍ମାକୁ ଆମେ ଫିଲ୍ କରିପାରିବା ଚେତନା ଦ୍ୱାରା। ତ ଚେତନାର ପ୍ରତିକ୍ରିୟାଟା କ'ଣ ନା, ଆଖି ଦେଖିପାରୁଛି ଦ୍ୟାଟ୍ସ ମିନ୍ ଚେତନା ଏକ୍ଜିଷ୍ଟ ଅଛି। ଆମେ କଥା କହିପାରୁଛେ ଦେନ୍ ଚେତନା ଏକ୍ଜିଷ୍ଟ ଅଛି। ଆମେ କାନର ଶୁଣିପାରୁଛେ ଚେତନା ଏକ୍ଜିଷ୍ଟ ଅଛି। ଚେତନା ଏକ୍ଜିଷ୍ଟ ଅଛି, ତେଣୁକରି ଆତ୍ମା ଏକ୍ଜିଷ୍ଟ ଅଛି। ଭେରି ବ୍ୟୁଟିଫୁଲ ନାରେସନ ବାଇ ଭଗବତ ଗୀତା। ପସନ୍ଦ ଆସିଲା? ଠିକ୍ ଅଛି, ଆଜି ଏଇ ଶ୍ଲୋକଟି ପଢ଼ିଲି। ନେକ୍ସଟ ଭିଡ଼ିଓରେ ଆମେ ପେଜ ନମ୍ବର 3ରୁ ପଢ଼ିବା ଆଉ।